আরে ভগ্ন দেশ মানঙ্করে পুত্র রে এত তোরাইবু হারা নগর বাহারে তোরাইবু রে এত শিবঙ্ক মন্দির নাই না এ প্রজাগণ ମାନଙ୍ଗ ତୁ ପୁତ୍ର ସମାନେ ଫେଲିବୁ ରେ ବାବୁ ଆଉ ଗୋଟିଏ କଥା ମନ ଦେଇ ଶୁଣ ତୁ ରାଜା ହେଲା ପରେ ଆରେ କିଏ କିଏ ଦୋଷ କଲେ ତୁ କାହାକୁ କେଉଁ ପ୍ରକାର ଦଣ୍ଡ ଦେବୁ ଏ ତୋର ଭାଇ ଦୋଷ କଲେ ଏ ତୁ ତାକୁ ଭିନ୍ନ କରିଦେବୁ ଏ ତୋର ପୁତ୍ର ଯଦି ଦୋଷ କଲେ ବାପରେ ତାକୁ ନିଜେ ହିଁ ଦଣ୍ଡିବୁ ତୋର ଯଦି ପତ୍ନୀ ଦୋଷ କଲେ ମଧନ ଏ ଶଯ୍ୟା ଅଲଗା କରିବୁ ଆଉ ତୋର ଦୁହିତା ଦୋଷ କଲେ ବାପରେ ଆଜ୍ଞା କଣ କହିଲେ ନା ଦୁହିତା କଣ କହିଲେ ଦୁହିତା ଦୋଷ କଲେ ମୁଖଣ ଚାହିଁବ ଦୁହିତା ବୋଲେ କଣ ଝିଅ
ভাই দোষ কলে ভিন্ন করিদেব, স্ত্রী দোষ কলে সর্যা অলগা করিব, পুত্র দোষ কলে নিজে হি দণ্ডিব, ঝিও দোষ কলে মুখ ন যাইব, নাই না? এ তোর পড়োশী লোক দোষ কলে তাঙ্কু তোরে প্রশংসা করিব, ଆଉ ତୋର ଶଳା ଯଦି ଦୋଷ କଲେ ତାକୁ କେବେ ଘରେ ନ ମାରିବୁ। ମନ୍ତ୍ରୀ ପଡୋଶୀ ଲୋକ ଦୋଷ କଲେ କଣ କରିବ? ପଡୋଶୀ ଲୋକ ଦୋଷ କଲେ ପ୍ରଶଂସା କରିବ। ପ୍ରଶଂସା କରିବ କଣ ପାଇଁ? କଣ ପାଇଁ ବେଲେ ତୋଣ ତାଟିଆ ମିଳିବନି ବୋଲିକି। ଓ ମାଡ଼ଗୋଳ ହେଇଲେ ମାଡ଼ଗୋଳ ହେଇଲେ ପଇସାରେ ମିଳିବ କିଏ ମାଛ ତୁଣେ ଗୋଡ ହେଲେ ହେଇଥିଲେ ହେଲେ। ଆଉ ଶଳା ଦୋଷ କଲେ ତାକୁ କେବେ ଘରେ ନ ମାରିବ। ଯାହା ଶଳା ଫଳା ମିଳିବ ନାଇଁ ନା? ଏ ତୋର ମାତା ପିତା ଗୁରୁଜନ ଆଉ ଦେବ ଯେ ବ୍ରାହ୍ମଣ ଏମାନେ ଦୋଷ କଲେ ପୁତ୍ରରେ ତାଙ୍କୁ କେବେ ଦଣ୍ଡ ନ ଦେବୁରେ ଜାଣ। ମାତା ପିତା ଯିଏ ଆମକୁ ବିଦ୍ୟା ଦେଇଛନ୍ତି ଗୁରୁ ଆଉ ବ୍ରାହ୍ମଣ ଏ ଚାରି ଜଣ ହେଉଛନ୍ତି ଆମର ମମ ଦେବତା। ଏମାନେ ଦୋଷ କଲେ ତାଙ୍କୁ କେବେ ଦଣ୍ଡ ଦେବୁ ନାହିଁ ରେ ଧନ। ମହାରାଜ ପୁରାଣ ଛାଡ଼ିଦେଲ ଭଲ ଭଲ ହେଲ ଭଲ ଭଲ ନାହିଁ କଣ ଛାଡ଼ିଦେଲି? ଶଳା ଦୋଷ କଲେ ଘରେ ମାରିବନି କହିଲ, ତାପରେ ଶାଳି କୁଆଡେ ଗଲା? ଶାଳିଙ୍କର କଥା ହେଲେ କହିବାକୁ ପଡିବ। ଓ ଶଳା ପାଖରେ ଶାଳି, ଶାଳି ଦୋଷ କଲେ କଣ କରିବାକୁ ପଡିବ? ଶାଳି ଦୋଷ କଲେ କହିବାକୁ ପଡିବ। ହଁ ନହେଲେ ତମେ ପୁରାଣ ଛାଡ଼ିଦେଲେ ହବ। ଏ ତୋର ଶଳା ଯଦି ଦୋଷ କଲେ ଏ ତୁ ତାକୁ କେବେ ଘରେ ନ ମାରିବୁ। ତୋର ଯଦି ଶାଳି ଦୋଷ କଲେ ତାକୁ କୋଳେ ବସାଇ ଚୁମ୍ବନ ଦେବୁ। କଣ ମାଇଲା? ମୋର ପାଇଲା ସମସ୍ତଙ୍କୁ ଦେଖିଲ? ଏ ସ୍ତ୍ରୀ ମାନଙ୍କୁ ରେ ମନ୍ତ୍ରୀ ମହାରାଜ ଆଉ ଥରେ ଛାଡ଼ିଦେଲେ ବୋଲିବ। ସମସ୍ତ କଥା କହିଲେ ଏ ମା ମାନଙ୍କ କଥା ଟିକେ କହିଦେବା। ଆମର ଗୋଟେ ପଞ୍ଚାୟତ ହେଇକିରି ସବୁବେଳେ ନାଟା ହଉଛି ଯେ କାହିଁ ଅଣ୍ଡ୍ରାଉନଙ୍କର କଥା କହୁଛି, କାହିଁ ମାଇକିନାଙ୍କର କଥା କହିଲେ କି ବେରିଏ ସୁନାରେର କି ନାଟା ହଉଛି ଯେ କାହିଁ ଅଣ୍ଡ୍ରାଉନଙ୍କର ଆକାର ଦିନ ଯାକ କଥା କହିଲେ ଏ ତୁମର ମାଇକିନାଙ୍କର କଥା କହିବ ତ ଟିକେ ଠେକିକିରି କୁହ। ହେ ସ୍ତ୍ରୀ ମାନଙ୍କୁ ରେ ଏ ସ୍ତ୍ରୀ ମାନଙ୍କୁ କେବେ ନ କହିବୁ ଗୋପନ ବିଚାର, ଆଉ କେତେବେଳେ ନ ଛାଡ଼ିବୁ ପୁତ୍ରରେ। ନିଜ କୂଳର